ବର୍ତ୍ତମାନ ଯାହା ସୂଚନା ମିଳୁଛି ଏସିଆ କପ୍ ଫାଇନାଲରେ ପ୍ରବେଶକୁ ଏମିତି ଲେଖିଲେ ଗମ୍ଭୀର। ତେବେ ସୂଚନା ଅନୁସାରେ ଭାରତୀୟ କ୍ରିକେଟ ଦଳ 8 ଥର ଏସିଆ କପ୍ ଜିତିଛି। ପାକିସ୍ତାନ 2 ଥର ଚମ୍ପିଆନ ହୋଇଛି। ତଥାପି ଏସିଆ କପ୍ ଇତିହାସରେ କେବେ ଭାରତ ଓ ପାକିସ୍ତାନ ଫାଇନାଲ ମ୍ୟାଚ୍ ହୋଇନାହିଁ। ଏହା 17ତମ ସଂସ୍କରଣରେ ହେବାକୁ ଯାଉଛି। ସୁପର 4 ପ୍ରଥମ 2ଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଥିଲା। ଯେତେବେଳେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରି ଦ୍ୱିତୀୟ ଫାଇନାଲିଷ୍ଟ ହୋଇଥିଲା। ତେବେ ଫାଇନାଲରେ ପହଞ୍ଚିବା ପରେ ଗୌତମ ଗମ୍ଭୀରଙ୍କ ପୋଷ୍ଟ ଭାଇରାଲ ହୋଇଛି। ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ଦଳ ଏହି ସଂସ୍କରଣରେ ଚମତ୍କାର ଖେଳୁଛନ୍ତି। ଗ୍ରୁପ୍ ପର୍ଯ୍ୟାୟରେ 3ଟି ମ୍ୟାଚ୍ ଜିତିବା ପରେ ଦଳ ସୁପର 4 ପାକିସ୍ତାନ ଏବଂ ତାପରେ ବାଂଲାଦେଶକୁ ପରାସ୍ତ କରିଛି। ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ସହିତ ଏକ ଭଲ ଓପନିଂ କରୁଛନ୍ତି। କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଭଲ ବୋଲିଂ କରୁଛନ୍ତି। ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏହି ବର୍ଷ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିଥିଲା ଏବଂ ଏବେ ଭାରତ ଆଉ ଏକ ଟାଇଟଲକୁ ଗୋଟିଏ ପାଦ ଦୂରରେ ଅଛି। ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିବା ପରେ ଗୌତମ ଗମ୍ଭୀର ସୋସିଆଲ ମିଡିଆରେ ଖେଳାଳିମାନଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, ଫାଇନାଲରେ ପ୍ରବେଶ। ଟିମ୍ ଇଣ୍ଡିଆ 8 ଥର ଏସିଆ କପ୍ ଜିତିଛି। 7 ଥର ଦିନିକିଆ ଫର୍ମାଟରେ ଏବଂ ଥରେ ଟି20 ଫର୍ମାଟରେ ଜିତିଛି। ଭାରତ 1984, 1988, 1990, 1995, 2010, 2016, 2018 ଏବଂ 2023ରେ ଏସିଆ କପ୍ ଜିତିଛି। ପାକିସ୍ତାନ 2 ଥର ଏସିଆ କପ୍ ଜିତିଛି। ଉଭୟ ଥର ଦିନିକିଆ ଫର୍ମାଟରେ। ଯେତେବେଳେ ଦଳ ଗତ ଟି20 ସଂସ୍କରଣରେ ଫାଇନାଲରେ ପହଞ୍ଚିଥିଲା, ପାକିସ୍ତାନ 2000 ଏବଂ 2021ରେ ଏସିଆ କପ୍ ଜିତିଥିଲା।